ଯିଏ ଦାୟିତ୍ୱରେ ଥିଲେ କର୍ତ୍ତବ୍ୟର ତ୍ରୁଟି ପାଇଁ ଅବହେଳା ପାଇଁ ତାଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଅର୍ଥାତ୍ ତାଙ୍କୁ ନିଲମ୍ବନ କରନ୍ତୁ। ତା ନହେଲେ ବିଜୁ ଜନତା ଦଳ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟରତ କେବେ ଆକୁ ଗ୍ରହଣ କରିପାରିବ ନାହିଁ। ଆଜି ଯେତେବେଳେ କାଠଗଡ଼ାରେ ଛିଡ଼ା ହେଇଛନ୍ତି କେନ୍ଦ୍ରାପଡ଼ା ଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଏଭଳି ଏକ ଦୁର୍ଘଟଣା ବା ଅଘଟଣ ଘଟିଛି, ଆମେ ବିଜୁ ଜନତା ଦଳ ପକ୍ଷରୁ ଆକୁ ଘୋର ନିନ୍ଦା କରୁଛୁ। ଗତକାଲି କେନ୍ଦ୍ରାପଡ଼ାରେ ଗୋଟେ ଘଟଣା ଘଟିଛି ଯାହା ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚା ହେଉଛି। ଏକ ବିରାଟ ଅଘଟଣ ଘଟିଛି କୋଉଠି? ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୌଧ ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛି। ତା ସିଡିର ଷ୍ଟେୟାର କେସର ରେଲିଂରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରି। କିଏ ସେ ଯୁବକ? ଜଣେ ଅନୁସୂଚିତ ଜାତିର ଯୁବକ ଶ୍ରୀଚନ୍ଦନ ଦାସ। ଘର ତାଙ୍କର ଡେରାବିଶ ବ୍ଲକ, ଘର ତାଙ୍କର ବେଣୀପୁର ପଞ୍ଚାୟତର ରାଇତୁଣ୍ଡି ଗାଁ। ଏବେ କିନ୍ତୁ ସେମାନେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର 10 ନମ୍ବର ୱାର୍ଡର ଆମର ବାସଳି ସାହିରେ ତାଙ୍କ ବାପାଙ୍କ ସହିତ ରହୁଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ତା ଭିତରେ ଆତ୍ମହତ୍ୟା। ପ୍ରଥମେ ମୁଁ ଆମ ତରଫରୁ ଏବଂ ଆମ ସମ୍ମାନ୍ୟ ରୁବାଙ୍କ ତରଫରୁ, ଆମ ବିଜୁ ଜନତା ଦଳ ତରଫରୁ ଏବଂ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ এই ଘଟଣାରେ ଆମେ ଗଭୀର ସମବେଦନା ପ୍ରକାଶ କରୁଛୁ ଶୋକ ସନ୍ତପ୍ତ ପରିବାର ପ୍ରତି। ଏବଂ ଏ ପ୍ରସଙ୍ଗ ଆଲୋଚନା କଲାବେଳେ ଅନେକ ଗୁଡ଼ିଏ ପ୍ରଶ୍ନ ସୃଷ୍ଟି ହେଉଛି। ମୁଁ ଧନ୍ୟବାଦ ଦେବି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ। ସମସ୍ତ ଗଣମାଧ୍ୟମ ମୁଦ୍ରିତ ହଉ ବା ସେ ଦୃଶ୍ୟଶ୍ରାବ୍ୟ ହଉ, ଏ ପ୍ରସଙ୍ଗକୁ ଯଥୋଚିତ ଗୁରୁତ୍ୱ ଦେଇ ବ୍ୟାପକ ଭାବରେ ପ୍ରସାରିତ କରିଛନ୍ତି। ଧନ୍ୟବାଦ ଆପଣ। କଥା ହେଉଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଆତ୍ମହତ୍ୟା କରିବ। ଆତ୍ମହତ୍ୟାକୁ ଯଦି ପ୍ରଥମେ ଆପଣ ବିଚାରକୁ ନେବେ, କାହିଁକି ଜଣେ ଆତ୍ମହତ୍ୟା କରିବ? ଯେତେବେଳେ ତାର ବ୍ୟବସ୍ଥା ଉପରେ ଆସ୍ଥା ତୁଟିଯିବ, ଯେତେବେଳେ ତାର ଆତ୍ମବିଶ୍ୱାସ ଅପହୃତ ହେଇଯିବ, ଯେତେବେଳେ ସେ ଅନ୍ୟାୟର ଶିକାର ହବ, ଅବିଚାରର ଶିକାର ହବ, ଅନନ୍ୟପାୟ ହେଇ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହବ। ତେଣୁ ଇଏ କଣ ସୂଚନା ଦଉଛି? ଇଏ ସୂଚନା ଦଉଛି, ନିଷ୍କମ୍ପ କଣ୍ଠରେ ନିନାଦିତ କରୁଛି ଏଇ କଥା ଯେ ସରକାରୀ ବ୍ୟବସ୍ଥା ଉପରେ ତା ଆସ୍ଥା ତୁଟିଥିଲା। ଯୁବ ବନ୍ଧୁଙ୍କର ଆସ୍ଥା ତୁଟୁଛି। ନ୍ୟାୟ ବ୍ୟବସ୍ଥା ଠିକ ଭାବରେ କାର୍ଯ୍ୟକ୍ଷମ ହେଉନାହିଁ। ତାକୁ ନିରାଶ ହେବାକୁ ପଡ଼ିଲା, ସେ ହତାଶ ହେଲା ଏବଂ ସେ ଆତ୍ମହତ୍ୟା କଲା। ତେଣୁ ଏ ସରକାରଙ୍କ ପ୍ରତି ଏକ ଆହ୍ୱାନ ନୁହେଁ କି? ସରକାର କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ମହୋଦୟ? ଯେ ଆମ ସରକାର ଲୋକଙ୍କ ସରକାର। ଇଏ କୋଉ ଲୋକଙ୍କ ସରକାର ନମୁନା? କୋଉଠି ଅଛି ସମ୍ବେଦନଶୀଳତା? ଇଏ ହଉଛି ଦୁର୍ଭାଗ୍ୟ। ଏ ପ୍ରଥମ ପ୍ରଶ୍ନ। ବେଦରଦୀ ସରକାର, ସମ୍ବେଦନହୀନ ସରକାର ଏବଂ ସମ୍ପୂର୍ଣ୍ଣ ଭାବରେ
ଅକ୍ଷମଣୀୟ ଭାବରେ ଉଦାସୀନ ସରକାର, ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା। ଦ୍ୱିତୀୟ କଥା ହେଉଛି ସରକାରୀ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସର୍ବୋଚ୍ଚ ସରକାରୀ ଦପ୍ତର ଗୋଟିଏ ଜିଲ୍ଲାରେ, ସେଠି ଜଣେ ଆତ୍ମହତ୍ୟା କରିବ, ସୁରକ୍ଷା ବ୍ୟବସ୍ଥା କୋଉଠି ଅଛି? ଆମର ତ ପ୍ରଶ୍ନ ହେଉଛି ଯେ ଯଦି ଏପରି ତ୍ରୁଟି ରହିବ ତାହେଲେ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସବୁ ସୁରକ୍ଷିତ ତ? କେହି ଜଣେ ନାହିଁ ତାକୁ ତ ଅଟକା ଯାଇ ପାରିଥାନ୍ତା, ଗୋଟେ ମୂଲ୍ୟବାନ ଜୀବନ ତ ରକ୍ଷା କରାଯାଇ ପାରିଥାନ୍ତା। ତାହା ହେଲା ନାହିଁ। କୌଣସି ସୁରକ୍ଷା ଅଧିକାରୀ ନଥିଲେ, ଜଣେ ବି ଥିଲେ ଅଘଟଣ ଘଟି ନଥାନ୍ତା। ଇଏ ଆଉ ଏକ ତ୍ରୁଟିକୁ ମଧ୍ୟ ସାମ୍ନାକୁ ଆଣୁଛି। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ସରକାରୀ ସୌଧ, ସରକାରୀ ସମ୍ପତ୍ତି, ସରକାରୀ ନଥି ଅସୁରକ୍ଷିତ। ତାପରେ ତୃତୀୟ କଥାଟି ହେଉଛି ସରକାରଙ୍କର ସାମାନ୍ୟ ଦରଦ ଅଛି। ଗତକାଲି ଠାରୁ ଘଟଣା ଘଟିଲାଣି, ସେ ପରିବାର ବର୍ତ୍ତମାନ ଅସହାୟ। ତାଙ୍କର ବାବା ଏକଦା ଚାକିରି କରିଥିଲେ ହୋମଗାର୍ଡ ଭାବରେ, ସେ ମଧ୍ୟ ଆଉ ଚାକିରିରେ ନାହାନ୍ତି। ଆଉ ଇଏ ଯେ ଶୀତନ୍ଦନ ଦାସ ଜଣେ ଅନୁସୂଚିତ ଜାତି ବର୍ଗର ଯୁବକ, ଇଏ ଆମ୍ବୁଲାନ୍ସ ଡ୍ରାଇଭର ଭାବରେ ଜୀବିକା ନିର୍ବାହ କରେ। ତେଣୁ ଅତ୍ୟନ୍ତ ଅସହାୟ ପରିବାର। ମାନବିକତା ଦୃଷ୍ଟିରୁ ସରକାରଙ୍କ ତରଫରୁ କେହି ଜଣେ ସମବେଦନା ପ୍ରକାଶ କଲେ କି? ଅନୁକମ୍ପା ରାଶି ପ୍ରଦାନ କରିବାର ଘୋଷଣା କଲେ କି? କଲେ ନାହିଁ। ଦାୟିତ୍ୱହୀନତା, ତା ସାଙ୍ଗରେ ସମ୍ବେଦନଶୀଳତାର ଅଭାବ, ଏ ଯୋଡ଼ିଏ କଥା ସ୍ପଷ୍ଟ ପ୍ରମାଣିତ। ତେଣୁ ଆଜି ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ୱରେ ଗୋଟେ ବଡ଼ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି 3ଟି ଦାବି କରିଛି, ଯୋଉ ଦାବି ସହିତ ଆମେ ଏକମତ। ପ୍ରଥମ ଦାବି ହେଲା ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ଅବିଳମ୍ବେ ସର୍ବନିମ୍ନ 10 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଉ। ଦ୍ୱିତୀୟ ହେଲା, ଏ ଘଟଣା କୋଉଥିପାଇଁ ଘଟିଲା, ସାରା ଜିଲ୍ଲାରେ ଏପରିକି ସାରା ରାଜ୍ୟରେ ଚର୍ଚ୍ଚାର କାରଣ ହେଲା। କାହିଁକି ଜଣେ ଅନୁସୂଚିତ ଜାତି ବର୍ଗର ଯୁବକର, ଜଣେ ଯୁବକର ଅଧିକନ୍ତୁ ଏ ରାସ୍ତା ତୁଟିଲା? କୁଆଡେ ଗଲା ସରକାରଙ୍କର ଆସ୍ପାଳନ? 2 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି, ଏଇ କଣ ଉତ୍ତରଦାୟିତ୍ୱ? ଏ ପ୍ରଶ୍ନ ହଉଛି ଆମର। ଏବଂ ତା ସହିତ ସୁରକ୍ଷା ବ୍ୟବସ୍ଥାର ଯୋଉ ତ୍ରୁଟି ରହିଲା, କିଏ ସେ ଅଧିକାରୀ, କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନାହିଁ, ତାର ନିଲମ୍ବନ। ସୁତରାଂ ମୁଁ ଦାବି କରେ, ମୋ ପରେ ଶ୍ରୀଯୁକ୍ତ ସାହୁ କହିବେ। ଅତି ସଂକ୍ଷେପରେ ଶେଷରେ ଏତିକି କଥା କହିବାକୁ ଚାହେଁ ଯେ ଅବିଳମ୍ବେ ସରକାର ଅନୁକମ୍ପା ରାଶି ସର୍ବନିମ୍ନ 10 ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ଏବଂ ଏ ଘଟଣାର ତଦନ୍ତ କଣ ଅପରିହାର୍ଯ୍ୟ ନୁହେଁ କି? ସତ୍ୟକୁ ସାମ୍ନାକୁ ଆଣିବା। ଯୋଉଥିପାଇଁ ମୃତ୍ୟୁ ହେଲା, ଅକାଳ ମୃତ୍ୟୁ ହେଲା, ତାର ତଦନ୍ତ ହେବା ଜରୁରୀ ନୁହେଁ କି? ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ କରନ୍ତୁ ଏବଂ ସୁରକ୍ଷା ଅଧିକାରୀ ଯିଏ ଦାୟିତ୍ୱରେ ଥିଲେ, କର୍ତ୍ତବ୍ୟରେ ତ୍ରୁଟି ପାଇ ଅବହେଳା ପାଇ ତାଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଅର୍ଥାତ୍ ତାଙ୍କୁ ନିଲମ୍ବନ କରନ୍ତୁ। ତା ନହେଲେ ବିଜୁ ଜନତା ଦଳ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟରତ, କେବେ ଆକୁ ଗ୍ରହଣ କରିପାରିବ ନାହିଁ, ଆନ୍ଦୋଳନ କରିବାକୁ ବାଧ୍ୟ ହେବ। ଏ ଆମର ଚେତାବନୀ। ଧନ୍ୟବାଦ। ଶ୍ରୀଯୁକ୍ତ ସାହୁ। ଧନ୍ୟବାଦ ଶ୍ରୀଯୁକ୍ତ ସାହୁ। ଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମ୍ବାଦଦାତା
सम्मेलन रे आपण मानकु समस्त को स्वागत करी मो सहित केन्द्रापड़ार मान्यवर विधायक बड़ भाई गणेश्वर बेहेरा आपण मानकु समस्त विषय वस्तु प्रांजल भाव में कही सारी मु सेथिरे किछि आड करबा चाहूछि। ये जो दुर्भाग्यपूर्ण घटनाटी घटी केन्द्रापड़ा रे ये अनेक गुड़िए प्रश्न आम मानक आगरे आज छिड़ा कर। प्रथम कथा हूँ सरकार जितेबाला 2 वर्षर पूर्ति पालन करने उत्सव मनैवा प्रस्तुति चलैछंती लोकंक सरकार कहीकि ठीक सेतेबेले व्यवस्थार एक विकल चित्र केन्द्रापड़ा रे साधारण लोकंक सामना को आसी। लोक को सरकार कहउचंती मुख्यमंत्री कहउचंती 2 वर्ष भितर आमे 99% लोकंक ग्रीवांस को समाधान करिछु। आज श्रीचंदन दास का मृत्यु ये कथार सत्यता को आज अटहास्य करुछि। द्वितीय प्रश्न होउछि जिलापाल कार्यालय। जिलापाल होउचंती सरकार का प्रतिनिधि जोठी लोक न्याय पाइबा दौड़ी जाइथांती जोठी सुरक्षार व्यवस्था कड़ाकड़ी थाए सेठी जने युवक आत्महत्या कला केमिति सुरक्षा बल गला कुआडे जहाँ गणेश्वर भाई कहते सेठी कौन कहीं जने नथिले एभली गोटे मूल्यवान जीवन को बंचे देवाई अटकेवा। तृतीय कथा होउछि व्यवस्था प्रति जेतेबेले जनकर विश्वास तुटी जीव से एभली चरम निष्पत्ति नवा आत्महत्या कला भली। तेणु आज ये 2 वर्ष भितर व्यवस्था विपर्यस्त होइछि। साधारण लोकन को ठका जाउछि खाली भाषण रे रंग मारिकी मिछ कथा कहिकी लोकन को प्रतारित करिवा सब बेले चलिबो नाही। आज श्रीचंदन दास कर आत्महत्या सरकार को आंगुली निर्देश करुछि। तेणु सरकार आज जो काठगड़ार छिड़ा होती केन्द्रापड़ा भली गोटे गुरुत्वपूर्ण जिले में एभली एक दुर्घटना बा अघटन घटी आमे बिजू जनता दल पक्षरु आकु घोर निंदा करुचु। से परिवार प्रति आमर समवेदना ज्ञापन करुचु। आज जिला सभापति नेतृत्व में जो 3 दफा दाबी संबलित दाबी पत्र जिलापाल को दिया जाइछि जे से परिवार को 10 लाख टंकार अनुकंपा राशि प्रदान करा जाऊ। दोषी विरुद्ध रे दृष्टांतमूलक कार्यानुष्ठान ग्रहण करा जाऊ बा गिरफ करा जाऊ एवं आर गोटे तदंत हो उच्च पदस्थ प्रशासनिक तदंत हो। ये दाबी जदि सरकार तुरंत न मानती न कार्यानुष्ठान ग्रहण करती बिजू जनता दल नीरव ही बसिबो नाही। बिजू जनता दल राजरास्ता को ओल्हेइबो। श्रीचंदन दास भली ओडिशार शह शह लक्ष लक्ष गरीब युवक मानकु न्याय प्रदान करबा पई बिजू जनता दल राजरास्ता को ओल्हेइबो एवं ए आंदोलन को आहुरी तीव्र आहुरी व्यापक करिबो। धन्यवाद। यही तो विडंबना ना से लोक मरुचंती कहीं जड़े से विक्टिम परिवार को ना सरकार का पदस्थ अधिकारी बास लोक प्रतिनिधि सरकारी दलर लोक प्रतिनिधि कहीं जड़े से लोकर घर को पर्यंत समवेदना जन गले नहीं किंबा ताको अनुकंपा राशि भी प्रदान कले नहीं। आठू विडंबनार कथा कौन अच्छी ये सरकार जहाँ गणेश्वर भाई कहते समवेदन शीलताहीन सरकार आंक पाखरे कौन समवेदना नहीं बा साधारण लोक प्रति दरद नहीं दरद शून्य सरकार।
से उपभोग करने क्षमता को आसी लोक सेवा करने नुहे लोक साधारण लोक स्वार्थ जगिवाई नुहे उपभोग करने एमाने सरकार को आसी कौन आशा करा जाई परिबा आउ? निजर दायित्व एवं निजर कर्तव्य बाबद से केते दूर सचेतन ये ता ही प्रमाण कर लोके लज्जा। विचार कर ये हूँ लज्जा ये गोटे केन्द्रापड़ा घटना नुह आज जो देखिए आपण गणमाध्यम तो प्रसार करुँच अल्प दिन तले राजनगर तालचुआ थानार जड़े असहाय महिला को केमती निर्यातना दिगला तेणु सरकारी जितेबले सरकारी बड़पंडा माने मंत्री माने फिल्म देखुं 4-4 घंटा सेतबले सरकारी अधिकारी से ऊपर मुहाई जाइछन। या सहित आली ब्लॉक रो महादेव पाटना गोटे युवक को किसी दुर्बृत्त आसी टेकिनेले गाँ लोक छिड़ा प्रतिवाद करने बंदूक देखले टेकिनेले कुआड़े गला पता मिलला नहीं गत काली तार मृतदेह मिल कौन ये शासन अच्छी आईन शासन अच्छी दिस इज नथिंग बट लॉलेसनेस संपूर्ण अराजकता ये हूँ शासन चित्र शासन चेहरा लोके विचार कर ये विकल चित्र तो सब माने केते खजुरी गछर मूलरू पाहाच पाहाच आम जिते वर्णना करूँ आज ओडिशार आईन श्रृंखला विपर्यस्त सरकार बेपरुआ बेफिकर तेणु विजु जनता दल आज सचेतन करुच्ची सतर्क कराऊँ आपण मान जरिया आउ बेसी दिन आम नीरव हो बसी पारू ना आम राजरास्ता को ओह्लैबू आंदोलन आहरी तीव्र हम एथि सरकार दायी रही। धन्यवाद। समस्त घटना को विजु जनता दल तीव्र निंदा करुचे एवं यार प्रतिवाद रे जन आंदोलन करने संकल्प ग्रहण